नरेंद्र कुमार पाढ़ी। केमती देखुଛନ୍ତି 2024 ନିର୍ବାଚନ ସମୟ 2000 ନିର୍ବାଚନ ତ ଆମର ଯାଜପୁରରେ 7କୁ 7 ଆଗଥର ବିଜେଡ଼ି ନେଇଥିଲା। ଏଥର ସେଇ 7କୁ 7 ହେବ ସଂସଦୀୟ କ୍ଷେତ୍ର ବିଜେଡି ହାତରେ। ବିଜେଡ଼ି ହାତରେ। କିନ୍ତୁ ବିରୋଧୀ ମାନେ କାହିଁକି କରିପାରୁନାହାନ୍ତି କବ୍ଜା କରିପାରୁନାହାନ୍ତି ନିର୍ବାଚନ ମଣ୍ଡଳୀ? ମାନେ ବିଜେପି ବାଲାଙ୍କର ସେମିତି କିଛି ସଂଗଠନ ନାହିଁ ଯାହାକି ସେ ଏଠି ବିଜେଡ଼ି ଛଡ଼ା ବିଜେପି ପାର୍ଟି କଦାପି ପାରିବ ନାହିଁ। କଂଗ୍ରେସ କଂଗ୍ରେସ ସ୍ଥିତି ନ କହିଲେ ଭଲ। କୌଣସି ନିର୍ବାଚନରେ ସଂଗଠନ ମାନେ ନା କଂଗ୍ରେସର ଏଠି କିଛି ନାହିଁ ଟୋଟାଲି। ବିଜେଡିର କ୍ରେଜ୍ କ'ଣ ପାଇଁ ଏତେ ଓଡ଼ିଶାର ଅଧିକ, ଯାଜପୁରରେ କାହିଁ ଏତେ ଅଧିକ? ଯାଜପୁରରେ ବିଏସ୍ ଯେଉଁଟା ଆମର ରହିଛି, ତାପରେ ରହିଲା ସବୁ ପ୍ରକାର ସୁବିଧା ମିଳିଛି। 5T ସ୍କୁଲ ହେଇଛି, ଆମର ପଞ୍ଚାୟତ ହେଇଛି, ଆଉ ଲୋକ ବି ଇନ୍ଦିରା ଆବାସ ପାଇଛନ୍ତି। ତାପରେ କାଳିଆ ଯୋଜନା ବି ଆମକୁ ଦେଉଛି। ଏଥିପାଇଁ ଆମେ ସବୁ ସନ୍ତୁଷ୍ଟ ଅଛୁ। ଏଠି ଲୋକମାନେ ଏଥିରେ ଉପକୃତ ହେଇଛନ୍ତି। ଏଠି ସମସ୍ତେ ଆମର ଖୁସି ଅଛୁ ଆଉ। ଲୋକ ବୁଝୁଛନ୍ତି ଏ କଥା। ଆଜ୍ଞା ସମସ୍ତେ ଯାହାକୁ ପଚାରିଲେ ତ ସେୟା କହୁଛନ୍ତି ଆଉ। ବିରୋଧୀମାନେ ସାଜୁଛନ୍ତି ଏବେ ଆମେ ବିଦ୍ରୋହ କରିବୁ, ଆମେ ବିଜେଡି ଅର୍ଡ଼ରକୁ ବିଜେପି କରିବୁ, କୋରିଆରେ ଆମେ ବିଜେପିର ବିଧାୟକଙ୍କୁ ଜିତେଇବୁ କହୁଛନ୍ତି। ସେ କହିବାରେ କିଛି ନାହିଁ, ତାଙ୍କ ହାତରେ ଭୋଟ ନଥିଲେ ଗଲା, ସେମାନେ କହିବେ, କହିକି କରିକି ଦେଖେଇବା ଦରକାର। ଆଉ ସେ ତ କରିପାରିବେ ନାହିଁ, ଏମିତି କହିବାରେ କ'ଣ ଅଛି? ସେ କହୁଛନ୍ତି କିଛି ବିକାଶ ହେଇନି, କିନ୍ତୁ ସେ ବି ବିଧାୟକ ଥିଲେ। ସେ ବିକାଶ ସିଏ ବିରୋଧରେ ରହିଲେ ସେମାନେ କହିବେ, ସେ କଥାଟା କହିବେ କି ବିକାଶଟା ବୁଲିକି ଦେଖନ୍ତୁ ସିଏ ଆସିକି। ହଁ ଆଉ ବିଜେପିର ରହିଥିଲେ ସେ କ'ଣ କରିଥିଲେ? ସେ ତ ବିଜେପି ରହିକି କାହାକୁ ଡାକି ନାହାନ୍ତି, କିଛି କରିନାହାନ୍ତି। ସେମାନେ ତ ସଂଗଠନ ଠିକ୍ ନାହିଁ। ବିଜେଡିର ଯେଉଁ ନାରା ରହିଛି ଯୋଡ଼ି ସଂଘ ବାଜିବ, ଯୋଡ଼ି ସଂଘ ନିଶ୍ଚିତ ବାଜିବ। ଏଟାକୁ ଲୋକସଭା କ୍ଷେତ୍ର କଥା କ'ଣ କହିବ? ସବୁ କ୍ଷେତ୍ରରେ ଯୋଡ଼ି ସଂଘ ବାଜିବ ହିଁ ବାଜିବ। ଲୋକସଭାରେ ବି ଶର୍ମିଷ୍ଠା ହେଠି ଜିତିବ, ଶର୍ମିଷ୍ଠା ସେଠି ଜିତିବ। କୋରିଆରେ ବି ସନ୍ଧ୍ୟାରାଣୀ ଦାସ ଜିତିବ। ସନ୍ଧ୍ୟାବେଳେ ଦେଶୀ